ओम शांति। पुस्तक पठन श्रीमद् भगवत गीता रहस्य। लेखक ब्रह्मा कुमार सुधांशु शेखर मिश्र। पंचदश अध्याय पुरुषोत्तम योग। संसार रूपक अस्वस्थ वृक्ष। जीवात्मा एक संसार जन्म और मृत्यु एक नीतिदिनिया घटना। एहार अंतराଳରେ ଥିବା वास्तविक रहस्य को अज्ञान मनुष्य बुझीपारे नाही। ସେମାନଙ୍କ ମଧ୍ୟରୁ କେତେକ କୁହନ୍ତି ମୃତ୍ୟୁ ପରେ ଅଗ୍ନି ଦ୍ୱାରା ଶରୀରକୁ ଭସ୍ମ କରିଦିଆଯାଏ। ତେଣୁ ଏହା ପୁନର୍ଜନ୍ମ କିପରି ନେବ? ଭସ୍ମୀଭୂତସ୍ୟ ଦେହସ୍ୟ ପୁନରାଗମନ କୃତଃ। ସେମାନେ ମୃତ୍ୟୁ ପର ଜୀବନକୁ ବିଶ୍ୱାସ କରନ୍ତି ନାହିଁ। ତେଣୁ ବର୍ତ୍ତମାନ ଜୀବନକୁ ଭୋଗ ବିଳାସରେ କଟାଇବାକୁ ପସନ୍ଦ କରନ୍ତି। ବିଳାସ ବ୍ୟସନ ପାଇଁ ଆବଶ୍ୟକ ପଡ଼ୁଥିବା ଧନ ଆହରଣ କରିବାକୁ ସେମାନେ ଯେକୌଣସି ପନ୍ଥାର ଆଶ୍ରୟ ନେବା ପାଇଁ କୁଣ୍ଠିତ ହୁଅନ୍ତି ନାହିଁ। ସେମାନଙ୍କର ଜୀବନର ଆଦର୍ଶ ହେଉଛି ଋଣ ପଛକେ କର, କିନ୍ତୁ ଯେତେ ଦିନ ବଞ୍ଚିଛ ସୁଖରେ ରୁହ। ଋଣମ୍ କୃତ୍ୱା ଘୃତମ୍ ପିବେତ୍। ଯେଉଁ ଚୈତନ୍ୟ ସତ୍ତାର ସଂଯୋଗରେ ଏ ଶରୀର କ୍ରିୟାଶୀଳ ଓ ବିୟୋଗରେ ଅସ୍ପୃଶ୍ୟ ଶବ ପାଲଟିଯାଏ, ତାହା ଦେହାଭିମାନୀ ବ୍ୟକ୍ତି ଦେଖିପାରେ ନାହିଁ। ସଂସାରର କିଛି ବ୍ୟକ୍ତି ଜନ୍ମରୁ ବିକଳାଙ୍ଗ, ରୋଗୀଣା ବା ମନ୍ଦବୁଦ୍ଧିଯୁକ୍ତ ହୋଇଥାନ୍ତି। ଅନ୍ୟ କେତେକ ସୁସ୍ଥ ସବଳ, ସୁନ୍ଦର ଓ ତୀକ୍ଷ୍ଣ ବୁଦ୍ଧି ସମ୍ପନ୍ନ ହୁଅନ୍ତି। କେତେକ ଦାରିଦ୍ର୍ୟର କଷାଘାତରେ ଜର୍ଜରିତ ହେଲାବେଳେ ଅନ୍ୟମାନେ ଭୋଗ ଐଶ୍ୱର୍ଯ୍ୟ ମଧ୍ୟରେ ବିଳାସପୂର୍ଣ୍ଣ ଜୀବନ ଯାପନ କରନ୍ତି। ସଂସାରରେ ଏହି ତାରତମ୍ୟ କାହିଁକି? ଏ କଥା ଅଜ୍ଞାନମାନଙ୍କ ମନକୁ ସ୍ପର୍ଶ କରେ ନାହିଁ। ଜ୍ଞାନହୀନ ବ୍ୟକ୍ତି ପଶୁତୁଲ୍ୟ। ଜ୍ଞାନେନ ହୀନା ପଶୁଭିଃ ସମାନା। ଶରୀର ମଧ୍ୟରେ ଆତଜାତ ହେଉଥିବା ଜୀବାତ୍ମାମାନଙ୍କୁ ଦେଖିବା ପାଇଁ ଆବଶ୍ୟକ ଜ୍ଞାନଚକ୍ଷୁ। ଜ୍ଞାନୀ ବ୍ୟକ୍ତି ଜ୍ଞାନଚକ୍ଷୁ ଦ୍ୱାରା ଶରୀର ଓ ସଂସାରର ଅନିତ୍ୟକୁ ଦେଖିପାରନ୍ତି। ତେଣୁ ସେ ବିଷୟ ବିକାରରୁ ଦୂରେଇ ରୁହନ୍ତି। ଯଷ୍ଟିର ଆଶ୍ରୟରେ ଚାଲୁଥିବା ଏକ ଜରା ଜର୍ଜରିତ ବୃଦ୍ଧ, ରୋଗୀ ଓ ଶବ ସଂସାରର ଏହି ତିନୋଟି ଦୁଃଖପୂର୍ଣ୍ଣ ଘଟଣା ଦେଖି ରାଜକୁମାର ଗୌତମଙ୍କ ଜ୍ଞାନଚକ୍ଷୁ ଉନ୍ମୀଳିତ ହୋଇଯାଇଥିଲା। ନବଜାତ ସନ୍ତାନ ଓ ନବଯୌବନା ସୁନ୍ଦରୀ ପତ୍ନୀକୁ ତ୍ୟାଗ କରି ସେ ଜୀବନର ମହାନ ସତ୍ୟକୁ ଅନ୍ୱେଷଣ କରିବା ପାଇଁ କଠୋର ତପସାଧନା କରିଥିଲେ। ଏକ ସାମାନ୍ୟ ଘଟଣା ରାଜକୁମାର ଗୌତମଙ୍କୁ ମହାତ୍ମା ବୁଦ୍ଧରେ ପରିଣତ କରିଦେଲା। ଆତ୍ମାନୁଭୂତି ପରମାତ୍ମାନୁଭୂତି ପାଇଁ ପଥ ପ୍ରଦର୍ଶନ କରେ। ସୋଲ୍ କନ୍ସିୟସନେସ୍ ଲିଡ୍ସ ଟୁ ଗଡ୍ କନ୍ସିୟସନେସ୍। ଦେହାଭିମାନୀ ବ୍ୟକ୍ତି ଯେତେ ପ୍ରଯତ୍ନ କଲେ ମଧ୍ୟ ପରମାତ୍ମାନୁଭୂତି କରିପାରେ ନାହିଁ। ଦେହାଭିମାନ ବଶତଃ ଜନ୍ମ ଜନ୍ମାନ୍ତରରୁ ମନୁଷ୍ୟ କରି ଆସିଥିବା ପାପକର୍ମ ହେତୁ ତାର ଅନ୍ତଃକରଣ ମଳିନ ହୋଇଯାଏ। ମେଘାବୃତ ଆକାଶରେ ସୂର୍ଯ୍ୟ ଦେଖା ନ ଯିବା ପରି ଅଶୁଦ୍ଧ ଅନ୍ତଃକରଣଯୁକ୍ତ ବ୍ୟକ୍ତି ନିଜ ମଧ୍ୟରେ ଥିବା ଚିନ୍ମୟ ସତ୍ତା ଆତ୍ମାକୁ ଦେହଠାରୁ ପୃଥକ୍ ଦେଖିପାରେ ନାହିଁ। ଆତ୍ମାନୁଭୂତି ପାଇଁ ପ୍ରଥମେ ଅନ୍ତଃକରଣର ଶୁଦ୍ଧି ଏକାନ୍ତ ଆବଶ୍ୟକ। ଏଥିପାଇଁ ବ୍ୟକ୍ତିକୁ ପ୍ରଥମେ 4ଟି ବିଷୟ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ସେଗୁଡ଼ିକ ହେଲା ପବିତ୍ରତା ପାଳନ, ଶୁଦ୍ଧ ଅନ୍ନ ଭୋଜନ, ଦିବ୍ୟ ଗୁଣ ଧାରଣ ଓ ସତ୍ସଙ୍ଗ। ପବିତ୍ରତା ଶବ୍ଦର ଅର୍ଥ ଅତି ବ୍ୟାପକ। ସାରାଂଶରେ ସମ୍ପୂର୍ଣ୍ଣ ବ୍ରହ୍ମଚର୍ଯ୍ୟ ପାଳନ ପୂର୍ବକ ସର୍ବଦା ଶୁଦ୍ଧ ଚିନ୍ତନ, ସତ୍ୟ ଓ ମଧୁର ଭାଷଣ ଏବଂ ସତ୍କର୍ମର ଆଚରଣକୁ ପବିତ୍ରତା କୁହାଯାଏ। ଅନ୍ନ ଦ୍ୱାରା ମନ ପ୍ରଭାବିତ ହୁଏ। କୁହାଯାଏ, ଯେପରି ଅନ୍ନ ସେପରି ମନ। କ୍ରମାଗତ ଅଭ୍ୟାସ ଦ୍ୱାରା ଦିବ୍ୟ ଗୁଣଗୁଡ଼ିକ ଧାରଣ କଲେ ବ୍ୟକ୍ତି ସମସ୍ତ ଅବଗୁଣରୁ ମୁକ୍ତ ହୁଏ। ଦୈବୀ ଗୁଣଯୁକ୍ତ ମନୁଷ୍ୟକୁ ଦେବତା ଓ ଆସରିକ ଗୁଣଯୁକ୍ତ ମନୁଷ୍ୟକୁ ଅସୁର କୁହାଯାଏ। ଯେଉଁ ସଙ୍ଗ ଦ୍ୱାରା ମଣିଷର ମନ ସର୍ବତୋ ଭାବେ ଈଶ୍ୱରାଭିମୁଖୀ ହୁଏ, ତାହା ସତ୍ସଙ୍ଗ।
ଈଶ୍ୱରୀୟ ଜ୍ଞାନର ଶ୍ରବଣ, ମନନ, ଚିନ୍ତନ, କଥନ ଆଦି ସତ୍ସଙ୍ଗର ଅନ୍ତର୍ଗତ। ଉପରୋକ୍ତ 4ଟି ବିଷୟକୁ ପ୍ରଯତ୍ନପୂର୍ବକ ଜୀବନରେ ଆଚରଣ କରୁଥିବା ବ୍ୟକ୍ତି ପ୍ରକୃତ ଯୋଗୀ ପଦବାଚ୍ୟ। କାରଣ ଏ 4ଟି ହେଉଛି ଯୋଗୀର 4ଟି ସ୍ତମ୍ଭ। ଯେଉଁମାନଙ୍କ ମଧ୍ୟରେ ଆତ୍ମିକ ଚେତନା ଜାଗ୍ରତ ହୋଇନାହିଁ, ସେମାନେ ଅଚେତସଃ। ସେମାନଙ୍କ ଚିତ୍ତ ସର୍ବଦା ବିଷୟ ବିକାରରେ ପରିପୂର୍ଣ୍ଣ। ଯେଉଁମାନଙ୍କ ଚିତ୍ତରେ କାମ ଅଧିଷ୍ଠାନ କରିଛି, ସେଠାରେ ପରମାତ୍ମା ରାମଙ୍କ ସ୍ଥାନ କେଉଁଠି? ହିନ୍ଦୀରେ ଏକ ଉକ୍ତି ପ୍ରସିଦ୍ଧ ଯେ ଜହାଁ କାମ ହେ ୱହାଁ ରାମ ନାହିଁ। ଅଶୁଦ୍ଧ ଅନ୍ତଃକରଣ ଯୁକ୍ତ ବ୍ୟକ୍ତିମାନଙ୍କୁ ଅକୃତାତ୍ମକ କୁହାଯାଏ। ଦେବାଳୟକୁ ଗଲେ ସ୍ନାନ ଶୌଚାଦି ସମାପନ କରି ଶରୀରକୁ ପବିତ୍ର କରି ଯିବାକୁ ହୁଏ। କିନ୍ତୁ ପରମାତ୍ମାଙ୍କ ଘରକୁ ଯିବା ପାଇଁ ଅନ୍ତଃକରଣ ଶୁଦ୍ଧତା ଆବଶ୍ୟକ। କାରଣ ସେଠାକୁ ଦେହ ସହିତ ଯାଇ ହୁଏ ନାହିଁ। ସେଥିପାଇଁ ଭକ୍ତ ଗାଏ, ମେଲି ଚାଦର ଓଢ଼କେ କେସେ ଦ୍ୱାର ତୁମ୍ହାରେ ଆଉଁ, ହେ ପାବନ ପରମେଶ୍ୱର ମେରେ ମନ ହି ମନ ଶରମାଉଁ। ଏଠାରେ ମେଲି ଚାଦରର ଅର୍ଥ ଅଶୁଦ୍ଧ ଅନ୍ତଃକରଣ। ପରମାତ୍ମା ଦେହାତୀତ, ତେଣୁ ତାଙ୍କୁ ସ୍ଥୂଳ ଇନ୍ଦ୍ରିୟ ଗୁଡ଼ିକ ଦ୍ୱାରା ଅନୁଭବ କରିହୁଏ ନାହିଁ। ତେଣୁ ଯେତେ ପ୍ରଯତ୍ନ କଲେ ମଧ୍ୟ ଆତ୍ମିକ ଚେତନାହୀନ ଓ ଅଶୁଦ୍ଧ ଅନ୍ତଃକରଣ ଯୁକ୍ତ ବ୍ୟକ୍ତି ପରମାତ୍ମାନୁଭୂତି କରିପାରେ ନାହିଁ। କ୍ରମଶଃ ଓମ୍ ଶାନ୍ତି।